ଇଞ୍ଜିନିୟର୍ସ ଦିବସ ସେପ୍ଟେମ୍ବର 15 ଇଞ୍ଜିନିୟର୍ସ ଦିବସ। ଏହି ଦିବସରେ ଭୁବନେଶ୍ୱରଠାରେ ହୋଟେଲ ସୂରିୟାନ୍ସରେ ଚେନ୍ନାଇର ଆଇଆଇଟିରେ ପାଠ ପଢ଼ୁଥିବା 1983ରୁ 87 ବ୍ୟାଚ୍ର ଓଡ଼ିଆ ଇଞ୍ଜିନିୟର୍ସମାନଙ୍କ ଏକ ରିୟୁନିଟ୍ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଓଡ଼ିଆ ଇଞ୍ଜିନିୟରମାନଙ୍କୁ ଏକତ୍ରିତ କରାଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୋଟ 25 ଜଣ ଇଞ୍ଜିନିୟର ଯୋଗ ଦେଇଥିଲେ। ଏହି ଇଞ୍ଜିନିୟରମାନେ ଓଡ଼ିଶାରେ ବହୁ ଉଚ୍ଚ ପଦବୀରେ ରହି କାର୍ଯ୍ୟ କରି ବର୍ତ୍ତମାନ ପ୍ରାୟ ଅବସର ନେଇସାରିଥିଲେ ହେଁ ସେମାନଙ୍କ ମଧ୍ୟରେ ଏକତା ଓ ବନ୍ଧୁତା କିପରି ଅତୁଟ ରହିଛି ସେ ସମ୍ପର୍କରେ ଅନୁଭୂତି, ସ୍ମୃତି, ପାଠପଢ଼ା ବେଳର କଥାକୁ ମନେ ପକାଇ ସମସ୍ତେ ଏକାଠି ହୋଇ ନିଜ ନିଜ ଭିତରେ ମତ ବିନିମୟ କରିଥିଲେ। ପ୍ରାରମ୍ଭରେ ଏହି ଇଞ୍ଜିନିୟର ବନ୍ଧୁମାନଙ୍କ ମଧ୍ୟରୁ 2 ଜଣ ଇଞ୍ଜିନିୟର ଦିବଂଗତ ଚକ୍ରଧର ସାହୁ ଓ ଚକ୍ରଧର ବେହେରାଙ୍କ ବିୟୋଗରେ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଇଞ୍ଜିନିୟର ସରୋଜ ସାହୁ, ଇଞ୍ଜିନିୟର ବସନ୍ତ ସାହୁ, ଇଞ୍ଜିନିୟର ସୁବ୍ରତ ନାୟକ ଓ ଇଞ୍ଜିନିୟର ଜଗବନ୍ଧୁ ରାଓଙ୍କ ପ୍ରଚେଷ୍ଟାରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କଲେଜ ସମୟର ଏକ ଛୋଟ ଭିଡ଼ିଓ ପ୍ରଥମେ ପ୍ରଦର୍ଶିତ ହେବା ପରେ ଇଞ୍ଜିନିୟର୍ସମାନେ ସେମାନଙ୍କର ବକ୍ତବ୍ୟରେ କହିଲେ ଯେ ଦେଶ ଗଠନରେ ଇଞ୍ଜିନିୟରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶର ସାମଗ୍ରିକ ବିକାଶରେ ଇଞ୍ଜିନିୟରମାନେ ନିଜର ପରାକାଷ୍ଠା ଦେଖାଇ ପାରିଲେ ଏକ ସୁନ୍ଦର ଓଡ଼ିଶା ଓ ସର୍ବୋପରି ଏକ ସୁନ୍ଦର ରାଷ୍ଟ୍ର ଗଠନ ହୋଇପାରିବ ବୋଲି ସେ କହିଥିଲେ। ଇଞ୍ଜିନିୟର୍ସ ଡେ ଅର୍ଥାତ୍ ଏହି ଦିବସରେ ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କ ଜନ୍ମଦିନ। ଏହି ଦିନକୁ ଇଞ୍ଜିନିୟର୍ସ ଡେ ଭାବେ ସମଗ୍ର ଭାରତବର୍ଷରେ ପାଳନ କରାଯାଉଛି। ସାର୍ ମୋକ୍ସାଗୁଣ୍ଡମ ଜନ୍ମତିଥିରେ ଓଡ଼ିଶାର ଓଡ଼ିଆ ଇଞ୍ଜିନିୟରମାନେ ଏକତ୍ରିତ ହୋଇ ଏହି ଦିବସର ତାତ୍ପର୍ଯ୍ୟ ବିଷୟରେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇଞ୍ଜିନିୟର ହୀରକ ସିଂ, ଆଦିଲ ମହମ୍ମଦ, ମାନସ ନାୟକ, ଏ ରମେଶ, ପ୍ରଦୀପ ବିଶ୍ୱାଳ, ସୁଧାଂଶୁ ନାୟକ, ପ୍ରଭାସ ଧଳ, ଅଶୋକ ନାୟକ, ମନୋରଞ୍ଜନ ଦାସ, ରଜନୀକାନ୍ତ ପାଣିଗ୍ରାହୀ, ସୁବ୍ରତ ନାୟକ, ଅକ୍ଷୟ ବେହେରା, ସୁନୀଲ ତ୍ରିପାଠୀ, ଦୁର୍ଗା ପି କରନ, ସରୋଜ ପାଢ଼ୀ, ଜଗବନ୍ଧୁ ରାଓ, ଗିରିଜା ଏସ୍ ମିଶ୍ର, ସରୋଜ ସାହୁ, ଶଙ୍କର ପି କଲାମୁରି, ସଞ୍ଜୟ ଦତ୍ତ, ବସନ୍ତ କୁମାର ସାହୁ, ପ୍ରଦୀପ ଦାସ, ରଞ୍ଜନ ନାୟକ, ଗୌରବ ହୋତା, ନିହାର ରଞ୍ଜନ ମିଶ୍ର ଯୋଗ ଦେଇଥିଲେ। ଏଥିରେ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।